ମୁଁ ରୁଦ୍ରନାରାୟଣ ସାହୁ ଓଡ଼ିଶା ଷ୍ଟେଟ୍ ପାୱାର ଲିଫ୍ଟିଂର ପ୍ରେସିଡେଣ୍ଟ ସରି ସେକ୍ରେଟେରୀ। ତ ଆମର ନଭେମ୍ବର 25 ନଭେମ୍ବର 30 ମଧ୍ୟରେ ଶ୍ରୀଲଙ୍କା କଲମ୍ବୋ ସ୍ଥିତ ଆମର ୱାର୍ଲଡ ପାୱାର ଲିଫ୍ଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେଥିରୁ ଓଡ଼ିଶାରୁ 3 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ଏବଂ ସେମାନେ ସେଥିରେ କୃତି କାର୍ଯ୍ୟ ମାନେ ପାଇଛନ୍ତି, କୃତି ହୋଇଛନ୍ତି। ଯେତେବେଳେ କହିବା କି ଆପଣ ଏମିତି ଜଣେ ଚାଣକ୍ୟ ଗୁରୁ ଯେ 3 ଶିଷ୍ୟ ତିଆରି କଲେ ଯେ ଏକାଥରକେ ଯାଇ ଆନ୍ତର୍ଜାତୀୟ ସ୍ତରରେ ଭାରତର ନାଁ। ନାଇଁ, ଏମିତି ବହୁତ ପିଲା ତିଆରି କରିଛି। ଏମାନେ ପ୍ରଥମେ ନ୍ୟାସନାଲ୍ ଲେବୁଲ୍ରେ ଗୋଲ୍ଡ ମେଡ଼ାଲ୍ ମାରିକି ସେମାନେ ଇଣ୍ଟରନ୍ୟାସନାଲ୍ ପାଇଁ ସିଲେକ୍ସନ୍ କରିଥିଲେ। ତାଙ୍କର ନିଜ ଦକ୍ଷତା ବଳରେ ସେ ଇଣ୍ଟରନ୍ୟାସନାଲ୍ ଯାଇପାରିଛନ୍ତି। ସେ ତ ସମସ୍ତ ଶ୍ରେୟ ଆପଣଙ୍କୁ ଦେଇଛନ୍ତି। ଏବଂ ଆଉ ଗୋଟିଏ କଥା କହିବୁ କି ଯେତେବେଳେ ଏଇ ଯେଉଁ ୱେଟ୍ ଲିଫ୍ଟିଂ କଥା କୁହନ୍ତୁ କିମ୍ବା ଫିଟନେସ୍ର କଥା କୁହନ୍ତୁ, ଗୋଟେ ଇନ୍ସପିରେସନ୍ ଆସେ, ଆପଣ ପିଲାମାନଙ୍କୁ କାହା ଇନ୍ସପିରେସନ୍ ଦିଅନ୍ତି? ବା ସବୁଠାରୁ ତ ବଡ଼ ଇନ୍ସପିରେସନ୍ ହେଲା ଆମର ହନୁମାନ। ତ ତାଙ୍କଠାରୁ ଦେଖି ଆମେ ଇନ୍ସପାୟାର ହେଇଛୁ। ପିଲାମାନଙ୍କୁ ଯେତେବେଳେ ଟ୍ରେନିଂ ଦିଅନ୍ତି ଆପଣଙ୍କ ପାଇଁ କେତେ ଚ୍ୟାଲେଞ୍ଜ ଥାଏ, କେତେ ମୋ ପିଲା କେତେ ଆଗକୁ ଯିବେ? हाँ, डे बाय डे तांकर प्रोग्रेस देखा जाए, केते माने वेट लोडिंग करेंगे, केते डिलोडिंग करेंगे, डेली डेली प्रोग्रेस मु ऑब्जर्व करे। तो तांकर प्रोग्रेस मो पाई बहुत इंपोर्टेंट वैल्यूएबल। गोटे गुरु पाई जो शिष्य निज गुरु को बीट करके आगू जाए, ताठू बड़ प्राउड विषय गुरु पाई किसी न था। से माने एबे मोटर बहुत भल परफॉर्मेंस दौरान, भल वेट उठते, ताठू भल उपहार मो पाई किसी ना। आगामी दिन में आप छात्र मानक देखा चाहिए तो से तो मुझे इंटरनेशनल लेवल देखी सारे। पुणी नेक्स्ट ईयर मुझे चाहूँगी प्रेजेंट ईयर जो रेकर्ड से कले, नेक्स्ट ईयर से रेकर्ड से ब्रेक कर नुआ रेकर्ड माने क्रिएट करिया।